ପ୍ରାର୍ଥୀପତ୍ର ଦାଖଲ କଲେ ସୋନାଲି ବେଶୀ। ଏକ ନିଆରା ଢଙ୍ଗରେ ଶଗଡ଼ ଗାଡ଼ିରେ ଶୋଭାଯାତ୍ରା କରି ସେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ତେବେ ରୟାଲ ପଡ଼ିଆଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସୋନପୁର ବିଧାନସଭା ନିର୍ବାଚନ ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ନବନିର୍ମାଣ କୃଷକ ସଂଗଠନର ସ୍ୱାଧୀନ ପ୍ରାର୍ଥିନୀ ସୋନାଲି ବେଶୀ। ଏହି ଶୋଭାଯାତ୍ରାରେ ସ୍ୱତ ଚାଷୀ ପ୍ରତିନିଧିମାନେ ବଳଦ ଗାଡ଼ିରେ ଆସି ଏଥିରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା। ସୋନାଲି ତାଙ୍କର ନିର୍ବାଚନ ପ୍ରଚାର ଶୈଳୀରେ କେବେ ଟ୍ରାକ୍ଟର ଚଲାଇ ଟ୍ରାକ୍ଟର ରାଲି କରିଛନ୍ତି ତ କେବେ ପୁଣି ଘରକୁ ଘର ବୁଲି ଭୋଟ ଭିକ୍ଷା କରିବା ସହ ନିର୍ବାଚନୀ ଖର୍ଚ୍ଚ ପାଇଁ ଚାଉଳ ଆଉ କିଛି ଅର୍ଥ ମଧ୍ୟ ଭିକ୍ଷା କରିଛନ୍ତି। ତାଙ୍କର ଏଭଳି ପ୍ରଚାର ସଦାବେଳେ କିଛି ନା କିଛି ସ୍ୱତନ୍ତ୍ରତା ବଜାୟ ରଖିଛି। ତେବେ ଆଜିର ଏହି ଶୋଭାଯାତ୍ରାରେ ବଳଦ ଗାଡ଼ି ସହ ଚାଷୀଙ୍କ ଗହଣରେ ଜୟ କିଷାନ ନାଁରେ ସମସ୍ତ ଦେଖଣାହାରୀଙ୍କ ମଧ୍ୟରେ ଖୁବ୍ ଗ୍ରହଣୀୟ ହୋଇଥିବା ପରିଲକ୍ଷିତ ହୋଇଥିଲା। ସମସ୍ତେ ଦେଖିଥିବେ ଆମେ ସବୁବେଳେ ନିଆରା ଭାବରେ ଚାଷୀ ମାନଙ୍କର ସରକାର ଯେନ୍ ଆରମ୍ଭ କରୁଛୁ ଦେଖୁଛୁ ଲୋକମାନଙ୍କୁ ଆଗରୁ ଟ୍ରାକ୍ଟର ରେଲି କରୁଥିଲୁ ଚାଷୀ ମାନଙ୍କର ଯେନ୍ अस्मिता ଅଛି ସେଟାକେ ପ୍ରମାଣ କରାବାର ଲାଗି ଆମେ ଟ୍ରାକ୍ଟର ରେଲି କରୁଥିଲୁ ଆଉ ଆଜି ଯେନ୍ ଶଗଡ଼ ଗାଡ଼ି ରେଲି କରୁଛୁ ଏଟା ଚାଷୀ ମାନଙ୍କର ପରିଚୟ ଏଟା ଲୁଚି ହେଇଛି ମାନେ ଆଖି ଦେଖିବେ କି ଆମର टेक्नोलॉजी बहुत किछि बढ़ुଛି ଆମେ ସେଟାକେ ସ୍ୱାଗତ କରୁଛୁ ଟ୍ରାକ୍ଟର ଚାଲୁଛି ଆଉ ବି ଯାହା କିଛି ଚାଷୀ ମାନଙ୍କର ଚାଲୁଛି ହେଲେ ଶଗଡ଼ ଗାଡ଼ି ଲୁଚି ଯାଉଛି ବୋଲି कि ଆମେ ଲୋକଙ୍କୁ ଦେखाବାର ଲାଗି ଚାହୁଛୁ ଆମେ ପିଲା ମାନେ टेक्नोलॉजी ଉପରେ ବିଶ୍ୱାସ କଲେ ବି ଆମେ ଆଜି ବି ଚାଷୀ ମାନଙ୍କର ପରିଚୟ ଅଛି ଯେନ୍ ସେଟା ଲୋକଙ୍କୁ ଦେखाବାର ଲାଗି ଚାହୁଛୁ ନିହାତି ଭାବେ ନିର୍ବାଚନ ଗୋଟେ ବ୍ୟୟବହୁଳ ଆମେ ସମସ୍ତେ ଜାनुଛୁ ହେଲେ ଆମେ ଜने परिवर्तन स्वରରେ बाहरीଛୁ हमर चासी भाई माने काम को सहायता करूछन कि आमे निजे ही हमर सरकार निजे बनामा होय तो देखुथिबे अलगा पार्टी मान पाके बहु बड़ा पैसा बड़ा अछि से माने बहुत पैसा खर्च करी किना लोकन को आनुछन हेले आज हमर पाके किछि नै दिले भी आमे लोकन को वोट भिक्षा तार संगे संगे किछि अर्थ भिक्षा मागी किना आमे आरंभ करछु हमर अभियानटा। सुवर्णपुर मंटू मंत्रांक रिपोर्ट नीलाद्रिशय मीडिया लाइव।